ଆଜି ଆମେ ଓଜନ ସ୍ତର ଉପଲକ୍ଷେ ଏକ ନାଟକ ପରିବେଷଣ କରିବାକୁ ଚାହୁଁଛୁ। ଚାଲନ୍ତୁ ଏହି ନାଟକଟିକୁ ଦେଖିବା ଏବଂ ଓଜନ ସ୍ତରର ଗୁରୁତ୍ୱକୁ ବୁଝିବା। ମୁଁ ହେଉଛି ଓଜନ ସ୍ତର। ମୋର କାମ ହେଲା ପୃଥିବୀକୁ ସୂର୍ଯ୍ୟଙ୍କଠୁ ଆସୁଥିବା ଅତିବାଇଗଣୀ ରଶ୍ମିରୁ ରକ୍ଷା କରିବା। ମୁଁ ନଥିଲେ ଏ ଜୀବଜଗତ ବହୁତ କଷ୍ଟ ପାଇବ। ଓଜନ ସ୍ତର, ତୁ କଣ କହୁଛୁ? ତୁ ଅଧିକ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ମନେ ରଖ, ମୁଁ ତତେ ନଷ୍ଟ କରିଦେବି। ଭଗବାନ, ଏହି ପ୍ରଦୂଷକମାନେ ମୋତେ ନଷ୍ଟ କରିଦେଲେ ପୃଥିବୀ ମା କଷ୍ଟ ପାଇବ। ହଁ, ମୁଁ ତତେ ନଷ୍ଟ କରିଦେବି। ବଞ୍ଚା ବଞ୍ଚା। ତମେମାନେ ରୁହ, ଓଜନ ସ୍ତରକୁ ନଷ୍ଟ କରନି। ଆମ ବ୍ୟବହାର ହିଁ ଓଜନ ସ୍ତରକୁ ନଷ୍ଟ କରୁଛି। ଆମେ ଗଛ କାଟିଦେବା ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ହେଉଛି, ଜଳବାୟୁରେ ପରିବର୍ତ୍ତନ ହେଉଛି। ତେଣୁ ଆମକୁ ଆମ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଓଜନ ସ୍ତରକୁ ବଞ୍ଚାଇବା ପାଇଁ ଆମେ ଆଉ କଣ କରିପାରିବା? ଆମେ ପ୍ରଦୂଷଣକୁ କମାଇବାକୁ ପଡ଼ିବ। ଯାନବାହନର ବ୍ୟବହାରକୁ କମ୍ କରିବାକୁ ପଡ଼ିବ। ପବ୍ଲିକ୍ ଟ୍ରାନ୍ସପୋର୍ଟର ବ୍ୟବହାର କରିବାକୁ ପଡ଼ିବ। CFC ଅର୍ଥାତ୍ କ୍ଲୋରୋଫ୍ଲୋରୋ କାର୍ବନ ଭଳି ବିଷାକ୍ତ ଗ୍ୟାସକୁ ସୃଷ୍ଟିରୁ ରକ୍ଷା କରିବାକୁ ପଡ଼ିବ। ଆଉ କଣ କରିପାରିବା? ଆରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବୃକ୍ଷରୋପଣ। ବୃକ୍ଷରୋପଣ ହିଁ ଆମକୁ ପୃଥିବୀରୁ ନଷ୍ଟ ହେବାରୁ ରକ୍ଷା। ତମମାନଙ୍କର ଏହି ଛୋଟ ଛୋଟ କାର୍ଯ୍ୟ ମଧ୍ୟ ପୃଥିବୀକୁ ରକ୍ଷା କରିପାରିବ। ଓଜନ ସ୍ତର ହେଉଛି ପୃଥିବୀର ରକ୍ଷା କବଚ। ଏଣୁ ଚାଲ ଆମେ ସମସ୍ତେ ଏକାଠି ହେବା ଓ ଓଜନ ସ୍ତରକୁ ରକ୍ଷା କରିବା। ଚାଲ ଆମେ ଏକାଠି ହେବା, ଓଜନ ସ୍ତରକୁ ରକ୍ଷା କରିବା। ଓଜନ ସ୍ତର ଆମ ଧରିତ୍ରୀର ରକ୍ଷା କବଚ। ଆକାଶର ସୁରକ୍ଷା ପାଇଁ ଲଗାଇବା ଗଛ। CFC ପ୍ରଦୂଷଣ ଓଜନକୁ କରେ ନଷ୍ଟ। ଇଲେକ୍ଟ୍ରିକ୍ ବିପଦ ବାଛିବା ଆମ ପାଇଁ ନୁହେଁ କଷ୍ଟ। ଆସ ଆସ ଆମେ ଏକାଠି ହେବା, ଓଜନ ସ୍ତରକୁ ରକ୍ଷା କରିବା। ଧନ୍ୟବାଦ। ଧନ୍ୟବାଦ।